ଜାତୀୟ ରାଜପଥ ଉପରେ ଘଟିଲା ଭୟଙ୍କର ଦୁର୍ଘଟଣା, ଯେଉଁଥିରେ ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ବାପା ଏବଂ ଝିଅ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା 16 ନମ୍ବର ଜାତୀୟ ରାଜପଥର ଉତ୍ତରେଶ୍ୱର ବସ୍ଷ୍ଟପ୍ ନିକଟରେ। ଏକ ବାଇକ୍ରେ ଯାଉଥିବା ବାପା ଝିଅ ଗାଡ଼ି ଧକ୍କାରେ ତଳେ ପଡ଼ିଯିବା ପରେ ପଛପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାପ ଝିଅଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ରାହାଣିଆ ଗ୍ରାମର ମନୋଜ କୁମାର ଦାସ ବାଲେଶ୍ୱରରେ ଚାକିରି କରୁଥିବା ବେଳେ ପରିବାର ସହିତ ରହୁଥିଲେ। ତେବେ ନିଜ ଘର ରାହାଣିଆକୁ ଯିବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ସେ ବସ୍ ଯୋଗେ ଭଦ୍ରକ ପଠାଇ ଝିଅକୁ ନେଇ ବାଇକ୍ ଯୋଗେ ଭଦ୍ରକ ଯାଉଥିଲେ। ହେଲେ ଉତ୍ତରେଶ୍ୱର ନିକଟରେ ଏକ ଗାଡ଼ିକୁ ଓଭରଟେକ୍ କରୁଥିବା ସମୟରେ ଧକ୍କା ହୋଇ ବାପ ଝିଅ ଦୁହେଁ ବାଇକ୍ରୁ ତଳେ ପଡ଼ିଯାଇଥିଲେ। ଏତିକି ବେଳେ ପଛପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ୍ ବାପ ଏବଂ ଝିଅଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ପରେ ସୋର ପୁଲିସ ପହଞ୍ଚି ଟ୍ରକ୍କୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନାକୁ ପଠାଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।